ଆଉ ଜମା ଭୁଲ କରିବିନି, ଯେଉଁ ଭୁଲ କରୁଛି ଆଉ ସେ ଭୁଲକୁ ପ୍ରଶୟ ଦେବିନି। ଆଉ ଆଗକୁ ଭଲ ଭଲ ଭିଡ଼ିଓ କରିବି, ଆଉ ପର ଭିଡ଼ିଓ ଜମା ବି ପକାଇବିନି। ନିଜର ଭିଡ଼ିଓ ସବୁ ସେୟାର କରିବି, ଆଉ ଆପଣମାନଙ୍କ ସାମ୍ନାକୁ ଆଣିବି। ଆଉ ଭଗବାନଙ୍କୁ ଡାକୁଛି ଆଉ ମୋର ସେ ଭୁଲ ହେବନି, ଆଉ କପିରାଇଟ୍ ଷ୍ଟ୍ରାଇକ୍ ଆସିବନି। ଯେଉଁ କପିରାଇଟ୍ ଷ୍ଟ୍ରାଇକ୍ ଆସିଛି ମୁଁ ଯାହା ତାହାକୁ ଏପର୍ଯ୍ୟନ୍ତ ବି ଭୁଲି ପାରୁନି। ଆଉ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ହାଇ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା, ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ରିଷିପାଣି ସ୍ୱାଗତ। ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆପଣମାନେ ସବୁ ଭଲରେ ଥିବେ ବୋଲି ଆଶା ବିଶ୍ୱାସ। ଆପଣମାନଙ୍କୁ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣମାନେ ସବୁ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ। ଯାହା ବି ମାନେ ଆପଣଙ୍କ ଜୀବନରେ କ'ଣ ଇଚ୍ଛା ପୂର୍ଣ୍ଣ ଅଛି, ମାନେ ଆଶା କରିଛନ୍ତି, ତାହା ଫୁଲଫିଲ୍ ହେଉ। ଭଗବାନ ଆପଣଙ୍କୁ ସବୁବେଳେ ହସ ଖୁସିରେ ରଖନ୍ତୁ। ମୋର ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା। ମୋ ୟୁଟ୍ୟୁବ୍ ଫ୍ୟାମିଲି ମୋ ପାଇଁ ସବୁକିଛି ସପୋର୍ଟ କରୁଛନ୍ତି, ଭଲ ପାଇବା ଦେଉଛନ୍ତି। ଆଜି ଯଦି ମୁଁ ଏଇ ଜାଗାରେ ଅଛି ମୋ ୟୁଟ୍ୟୁବ୍ ଫ୍ୟାମିଲି ପାଇଁ। ମୋ ଘରେ ତ ବେଶୀ ସପୋର୍ଟ ନାହିଁ, ମୁଁ ଯାହା ଏକୁଟିଆ ଭିଡ଼ିଓ କରେ, ଯାହା ଏଇ ରିସିକି ଧରେ ମୋ ପୁତୁରା, ଆଉ ଏମିତି ଘରେ ଟିକେ ଟିକେ ଦେଖେ, କିନ୍ତୁ ସପୋର୍ଟ କେହି ନାହିଁ। ସପୋର୍ଟ ହେଲେ ମୋ ଭିଡ଼ିଓ ନିଶ୍ଚିନ୍ତ ଗ୍ରୋ କରନ୍ତା, କିନ୍ତୁ ମୋ ଫ୍ୟାମିଲି ମାନେ ଭିଡ଼ିଓକୁ ଆସିବା ଆଗରୁ ତାଙ୍କର ବହୁତ ମାନେ କ'ଣ ବାରଣ, ମାନେ ହଁ ଇଏ ଗୋଟେ ୟୁଟ୍ୟୁବ୍ ଭିଡ଼ିଓ କରିକିରି ପଇସା କମେଇବ ଯେ ଆମେ ଭିଡ଼ିଓରେ ଆସୁ, ଭିଡ଼ିଓ କରୁନି। ମୋ ସାନ ଭାଇ ତ ପୁରା ମନା କରିଦିଏ। ଯଦି ସେ ଯାଉଥିବ ପଛଆଡ଼ୁ ଟିକେ ଦେଖେଇଦିଏ, ନହେଲେ କହିବ ଭିଡ଼ିଓ କରୁନି ଯାହାଡ଼େ, ମାନେ ଏମିତି ଗାଳି କରିବ ମୋ ସାନ ଭାଇ ଭିଡ଼ିଓ କରିବାକୁ। ହେଲେ କ'ଣ ହେବ, ମୁଁ ତାକୁ ଏମିତି ପଛରେ ଟିକେ ନ ଜାଣିଲା ଭଳିଆ ଟିକେ ଦେଖେଇଦିଏ। ଆଉ ମୁଁ ଏତିକି ପ୍ରାର୍ଥନା କରୁଛି ଭଗବାନଙ୍କ ନିକଟରେ ମୋ ୟୁଟ୍ୟୁବ୍ ଫ୍ୟାମିଲି ଯଦି ସପୋର୍ଟ କରିବେ, ଭଲ ପାଇବା ଦେବେ, ତାହେଲେ ମୁଁ ତ ନିଶ୍ଚିତ ଆଗକୁ ବଢ଼ିପାରିବି। ଆଉ ଯଦି ଭଲ ପାଇବା ସପୋର୍ଟ ଦେବେନି ତାହେଲେ ତ ବଢ଼ିପାରିବିନି। ଆଉ ମୁଁ ଏତିକି ଖାଲି ପ୍ରାର୍ଥନା କରୁଛି ଯେବେ ମୋର ୟୁଟ୍ୟୁବ୍ରେ ମନିଟାଇଜ୍ ହେବ ସେଇଦିନ ହିଁ ମୋ ଫ୍ୟାମିଲିକି ମୁଁ ଭଲସେ ପଚାରିବି ମାନେ କ'ଣ, ମାନେ କହିବି ଯେ ତୁମେ ଦେଖ ଦୁନିଆରେ ସମସ୍ତେ ଭିଡ଼ିଓ କରୁଛନ୍ତି, ମୁଁ ଏକେ ନୁହେଁ। ଆଉ ଗୋଟେ ଜିନିଷ ଆମ ରିଅଲ୍ କଥା ମୁଁ ଦେଖାଉଛି, ମୁଁ କ'ଣ, ମୁଁ କେମିତି, ଆମ ଘର କେମିତି। ଆଉ ସମସ୍ତ ଘରେ ତ ଚାଲିଚଳନ ଢଙ୍ଗମଙ୍ଗ ଖିଆପିଆ ସବୁ ଅଲଗା ଅଲଗା ଧରଣର। ଭଗବାନଙ୍କ ପାଖରେ ଭଗବାନ ଯାହାକୁ ଯାହା ଦେଇଛନ୍ତି ସେ ତାହା ହିଁ ଖାଉଛି। କିଏ ଶାଗ ଭାତ ଖାଉଛି, କିଏ ଲୁଣ ଭାତ ଖାଉଛି, କିଏ ମାଛ ଭାତ ଖାଉଛି, କିଏ ମଟନ୍ ଭାତ ଖାଉଛି, କିଏ ଚିକେନ୍ ଭାତ ଖାଉଛି, ଏମିତି। କିନ୍ତୁ କାହାରିକି କେତେବେଳେ ଉଣା ଦେଖିବନି। ଆଜି ଯଦି ଯିଏ ଲୁଣ ଭାତ ଖାଇଛି, କାଲି ବି ସିଏ କ'ଣ ଖାଇବ, ମଟନ୍ ଭାତ। କିନ୍ତୁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା, ସମସ୍ତେ ଧୈର୍ଯ୍ୟ ଧରନ୍ତୁ। ଦୁଃଖ କଷ୍ଟ ସମସ୍ତଙ୍କ ଜୀବନରେ ଅଛି, ହସ ଖୁସି ଲୁହ ସମସ୍ତଙ୍କ ଜୀବନରେ ଅଛି। କିନ୍ତୁ ମୁଁ ବି ଏକେ ନୁହେଁ, ମୋ ଭଳି କେତେ କେତେ ଝିଅ ଅଛନ୍ତି, ମୋ ଭଳି କେତେ କେତେ ଫ୍ୟାମିଲି ଅଛି। ଆଉ ଏତିକି ଗୋଟେ କଥା କହିବି, କିନ୍ତୁ ଭଗବାନଙ୍କର ଆଶୀର୍ବାଦ ଯଦି ଅଛି ନା, ତୁମକୁ କେହି ହିଂସା କରିପାରିବେନି, ତୁମେ ନିଶ୍ଚିନ୍ତ ଆଗକୁ ବଢ଼ିପାରିବ। ଆଉ ଭଗବାନ ଚାହିଁଲେ ସବୁ କିଛି ହେବ, ଭଗବାନ ନ ଚାହିଁଲେ କିଛି ବି ହେବନି। ବହୁତ ଗପୁଛି, ଆଉ ଚାଲନ୍ତୁ। ଆଉ ଭିଡ଼ିଓ ଯଦି ଭଲ ଲାଗେ ତାହେଲେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ। ଫାର୍ଷ୍ଟରୁ ଲାଷ୍ଟ ଯାକେ ଦେଖିବେ, ଜମା ବି ମାନେ କ'ଣ, ଯଦି ବି ଯାହାକୁ ଖରାପ ଲାଗୁଛି ମୋ ଭିଡ଼ିଓ ଦେଖିବାକୁ ଇଚ୍ଛା ହେଉନି, ସେ ସ୍କିପ୍ କରି ଯାଇପାରନ୍ତି। ଆଉ ମୁଁ ବାଧ୍ୟ କରୁନି। ମୋ ୟୁଟ୍ୟୁବ୍ ଭାଇ ଭଉଣୀମାନେ ଯେଉଁମାନେ ମୋତେ ଭଲ ପାଉଛନ୍ତି ସେମାନେ ହିଁ ଦେଖନ୍ତୁ। ମୋତେ ବି ଭଲ ପାଇବା ଦେଉଛନ୍ତି, ମୁଁ ନିନ୍ଦା କରିବିନି। ମୋର ସର୍ଟ ଭିଡ଼ିଓ ଗ୍ରୋ ହେଉଛି, କିନ୍ତୁ ଲଙ୍ଗ୍ ଭିଡ଼ିଓ ଗ୍ରୋ ହେଉନି, କାରଣ ମୋ ଫ୍ୟାମିଲି ସପୋର୍ଟ ନାହିଁ। ଯଦି ମୋ ଫ୍ୟାମିଲି ସପୋର୍ଟ ହୁଅନ୍ତେ ତାହେଲେ ମୁଁ ନିଶ୍ଚିନ୍ତ ଲଙ୍ଗ୍ ଭିଡ଼ିଓ ଗ୍ରୋ ହେଇଥାଏ। ମୁଁ ଆଜିକି 3 ବର୍ଷ, ମିନିମମ୍ 3 ବର୍ଷ ହେଲାଣି ଭିଡ଼ିଓ କଲିଣି। ମୋର ଗୋଟେ ଚ୍ୟାନେଲ୍ ଥିଲା ସନ୍ଧ୍ୟା ପାଣି ଲାଇଫଷ୍ଟାଇଲ୍, ସେଇ ଚ୍ୟାନେଲଟା ମୋର କଟିଗଲା। ମୋର 15,000 ପରେ ସବସ୍କ୍ରାଇବର୍ ହୋଇଥିଲା। ସର୍ଟ ଭିଡ଼ିଓ ଲଙ୍ଗ୍ ଭିଡ଼ିଓ ବେଶୀ ଭିଉ ଯାଇନି, 200-300। ହେଲେ ବି ଗୋଟେ ଜିନିଷ କ'ଣ କି 4ଟା ଷ୍ଟ୍ରାଇକ୍ ପଡ଼ିଗଲା। ମୁଁ ଜାଣିପାରିଲିନି। ମୋ ପୁତୁରାକୁ ମୁଁ ଦେଖେଇଲି, ମୋ ପୁତୁରା କହିଲା ତ ଆଗରୁ କ'ଣ ଦେଖେଇଥିଲେ କ'ଣ ହେଇଥାନ୍ତା। ଆଉ ମୁଁ ବି ଜାଣିଲି, ଆଉ ମୋର ବି ଚ୍ୟାନେଲ୍ ଫେରିବା ଆସିଲାନି। ବହୁତ ମନ ଦୁଃଖ ହେଲା, କାନ୍ଦିଲି 2-3 ଦିନ। ତାହେଲେ କହିଲି ଲୋକମାନେ ତ ଲକ୍ଷ ଲକ୍ଷ ସବସ୍କ୍ରାଇବର୍ ହେଉଛି, କିନ୍ତୁ ଚ୍ୟାନେଲ୍ କଟିଯାଉଛି। ଲୋକମାନଙ୍କ ତ ମନିଟାଇଜର୍ ହେଇକି ବି ଚ୍ୟାନେଲ୍ କଟିଯାଉଛି। ଏଠୁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କଲି ଯେ ପ୍ରଭୁ, ମୁଁ ଯଦି ଭୁଲ କରିଛି ତାହେଲେ ଆଉ ସେଇ ଭୁଲ କରିବିନି। କାରଣ ମୁଁ ପର ଭିଡ଼ିଓ ଦେଖେଇ ଦେଇକି ମୁଁ ନିଜେ ମାନେ କ'ଣ ଭଏସ୍ ଦେଇଥିଲି, ସେଥିପାଇଁ ମୋର ଷ୍ଟ୍ରାଇକ୍ ଆସିଲା। ମୁଁ ଏଥର ଆଉ କହିଲି ମୁଁ ପର ଭିଡ଼ିଓ କରିବିନି। ମୋ ନିଜର ଯାହା କିଛି ଅଛି ମୁଁ ତାହା ହିଁ ଭିଡ଼ିଓ କରିବି। ଯଦି ଭଲ ଲୋକମାନଙ୍କର ଭଲ ପାଇବା ସପୋର୍ଟ ଥିବ ତାହେଲେ ମୋତେ ହିଁ ଭଲ ପାଇବେ, ମୋର ଭିଉ ବଢ଼ିବ, ଗ୍ରୋ କରିବ। ଆଉ ଦେଖନ୍ତୁ ଆଜି ତ ପାଗ ମେଘୁଆ ହେଇଛି, କାରଣ କାଲି ବର୍ଷା ଟିକେ ଟିକେ ହେଇଥିଲା। ଆଜି ସକାଳୁ ମୁଁ ଶୋଇଥିଲି, ବର୍ଷା ହେଲା, ବହୁତ ଥଣ୍ଡା ଲାଗୁଛି। ତଥାପି ଦେଖନ୍ତୁ ଫ୍ୟାନ୍ ଦେଇଛି, ହେଲେ ବି ଆଉ କ'ଣ କରିବା, ଗରମ ହେଉନି, ମାନେ ଟିକେ ବି ଫ୍ୟାନ୍ ଦେଇଛି, ଭଲ ଲାଗିବ। ଆଉ ଗାଧି ପାଧି ତ ଫ୍ରେଶ୍ ହେଲି। ଭାଉଜ ତ ରୁଟି ଚା କରିଥିଲେ, ଖାଇ ଦେଇଥିଲି। କାରଣ ପତ୍ରା ଦେଉଛନ୍ତି ଡେଲି। ମୁଁ ଆଜି ଭାଉଜକୁ ପାଟି କଲି, ଭାଉଜ ମୋ ପେଟ ପତ୍ରା କରିନି, ରୁଟି ଚା କର। ଆଉ କାଲି ମୋ ପେଟ ଏମିତି ଗ୍ୟାଷ୍ଟ୍ରିକ୍ରୁ ମାରିଲା, ମାନେ କାଟିଲା, ବିଶ୍ୱାସ କରିବେନି। ମାନେ ପଅରଦିନ ସନ୍ଧ୍ୟାବେଳୁ ଯେ କାଲି ପୁରା 4ଟା ଯାକେ ଆଉ ମୁଁ କିଛି ଖାଇବା ପାଇଁ ବି ଇଚ୍ଛା ହେଲାନି। ଏମିତି ଯଦି ଯାହା ଖାଇଲି ହାଲକା ଫୁଲକା। ଭାଉଜକୁ ଆଜି ମନା କଲି ସଫା ମୋତେ ପତ୍ରା ଦେବନି, ମୋତେ ରୁଟି ଦେବ, ମୁଁ ନହେଲେ ଖାଇବିନି ତମର। ଆଉ ମୋ ସାନ ଭାଉଜ ବହୁତ ଭଲ, ବହୁତ ସ୍ନେହୀ। ଆଉ ମୁଁ ଯେତେବେଳେ ଯେଉଁଟା କହିବି ମୋ ଭାଉଜ ମୋତେ କରିଦିଅନ୍ତି। ନିଜ ଝିଅ ଭଳିଆ ଦେଖନ୍ତି। କିଛି ଜିନିଷ ବି ଲୁଚେଇକି ଖାଇବେନି, କିଛି ଜିନିଷ
ଆଉ ତାଙ୍କ ପୁଅ ପାଇଁ ଆଣିଥିଲେ ମୋ ପାଇଁ ଯେମିତି ହେଲେ ଖଣ୍ଡେ ବି ଅଧେ ରଖିଦେଇଥିବେ। କିନ୍ତୁ ସେ ଟିକେ ରାଗି ମାନେ କ'ଣ ସିଏ ମାନେ ନ୍ୟାୟ କଥା କୁହନ୍ତି, ଅନ୍ୟାୟ କଥା ଜମା ପ୍ରଶ୍ରୟ ଦେବେନି, ଆଉ ସତ ହିଁ କହିବେ, ଯେଉଁଟା ଆଖିରେ ସେ ଦେଖିବେ। ତମେ କିଏ ତାକୁ ମାରିଦେବ ସେଇଟା ମିଛ କହିଦେବେ, କିନ୍ତୁ ଯେଉଁ କଥାଟା ମାନେ ସେ ଲୁଚେଇ ରଖିବେନି। ସେ କୁହନ୍ତି ଯେ ମୁଁ ରାଗ ହେଲେ ମୋ ପେଟରେ ଯାହା ଅଛି ମୁଁ କହିଦେଲେ ମୋ ପେଟ ପୁରା ସଫା। ଭାଉଜଙ୍କର ଏତିକି ଗୋଟିଏ ଗୁଣ, ସେ ପର ଝିଅ ହେଲେ କ'ଣ ହେଲା, ଆଉ ମୋ ସହିତ ଖାପ ଖୁଆଇ ଚଳୁଛନ୍ତି, ମୁଁ ବି ତାଙ୍କ ସହିତ ଖାପ ଖୁଆଇ ଚଳୁଛି। ଆମ ଦୁଇ ଜଣଙ୍କ ଭିତରେ ବଣ୍ଡିଙ୍ଗ ଏଭଳିଆ, ରାଗ ରୁଷା ହୁଏ, ଯୁକ୍ତିତର୍କ ହୁଏ, ହେଲେ ବି ଏଇ ଗୋଟେ ଦିନ 2 ଦିନ 4 ଦିନ 5 ଦିନ ପୁଣି ଆମ ନଣନ୍ଦ ଭାଉଜ ପୁଣି ଯେମିତି କଥାବାର୍ତ୍ତା ସେମିତି। ଆମ ନଣନ୍ଦ ଭାଉଜ ଭିତରେ ଏମିତି ବଣ୍ଡିଙ୍ଗ ମିସିଂ। ଆଉ ଗୋଟେ ଜିନିଷ, କଥାଟାକୁ ଧରି ବସିଲେ ତ କିଛି ମଣିଷ ଜୀବନରେ ଉନ୍ନତି କରିପାରିବନି। କଥାଟାକୁ କ'ଣ ମାନେ ପାଶୋରି ଦେବା, ମାନେ ତମେ ଧର ଗୋଟେ କଥା ଭୁଲ କହିଛ, ମୁଁ ବି ଗୋଟେ ଭୁଲ କହିଛି, ଉଭୟ ଉଭୟକୁ ଭୁଲ କହିଛି, ଉଭୟ ଯଦି ଜଣେ ରାଗ ଦେଲା ତାକୁ ଖଣ୍ଡେ ହେଇଗଲେ ଗଲା, ସିଏ ନିଶ୍ଚିନ୍ତ ତା ମନଟା ପୁଣି ତରଳିବ ନାହିଁ। ମୁଁ ଯେତେ ଏତେ କଥା କହିଛି ସେ ପୁଣି ମୋ ସାଙ୍ଗେ ମିଶିଗଲା, ସେଥିପାଇଁ କିଛି ନି ଏମିତି କଥା ଦେଲେ ଦୁନିଆରେ ଚଳିପାରେ। ଆମ ମା ବାପା ଆମକୁ ଭଲ ଲାଗୁନାହାନ୍ତି, ଆପର ଝିଅ ଯଦି କହିଲେ କ'ଣ ହେଲା, ଆମେ ତ ମିଳିମିଶି ଚଳୁଛୁ। ସେ ଯଦି ଭଲ ମନ୍ଦ ବତେଇଲେ ତାଙ୍କର ଅଧିକାର ଅଛି, ସେ ବତେଇବେ, ନଣନ୍ଦକୁ ଝିଅ ଭଳିଆ ଦେଖିବେ, ସେ ନିଶ୍ଚିନ୍ତ। ଯଦି ତମେ ତାଙ୍କ ସହିତ ଖାପ ଖୁଆଇ ଚଳିବ, ସେ ନିଶ୍ଚିନ୍ତ ଝିଅ ଭଳିଆ ଦେଖିବେ, ଆମେ ବି ମା ଭଳିଆ ଦେଖିବୁ। ନଣନ୍ଦ ଭାଉଜ ଭିତରେ ବଣ୍ଡିଙ୍ଗ ଏଇଭଳି। ଆଉ ସେ ଗପିବିନି, ଆଜି ବହୁତ ଗପିଦେଲି, ଆଉ ଭିଡ଼ିଓକୁ ଲମ୍ବା କରିବିନି। ଆଉ ଆଜି କିଛି ସେୟାର କରୁନି, କାରଣ ମୁଁ ତ ଗପିଦେଲି। ଆପଣ ଯଦି ମୋ ଭଲ ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖିବେ, ଭଲ ପାଇବା ଯଦି ଦେବେ, ତାହେଲେ କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଚ୍ୟାନେଲ ନୂଆ ଅଛନ୍ତି ଆଉ ଚଲନ୍ତୁ, ଏତିକିରେ ଭିଡ଼ିଓ ରଖିବା। କାଲି ପୁଣି ଗୋଟେ ନୂଆ ଭଲ ଭିଡ଼ିଓ ନେଇ ଆପଣମାନଙ୍କ ପାଖକୁ ଆସିବି। ସବୁବେଳେ ତ ରହୁଛି, ନମସ୍କାର, ବାଏ ବାଏ, ଟାଟା।